ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ଆଜି 8/11/2025 ସିବିଟି ମୋଡ଼ରେ ହୋଇଥିବା ଆର୍ଆଇ, ଏଆର୍ଆଇ, ଅମିନ୍, ଆଇସିଡିଏସ୍, ଏସ୍ଏଫ୍ଏସ୍ର ଅଲ୍ ସିଫ୍ଟର କ୍ୱେଶ୍ଚନ୍ ଆନ୍ସରକୁ ଆନାଲିସିସ୍ କରିବା। ଆନାଲିସିସ୍ କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, କାହିଁକିନା ମୁଁ ପ୍ରତ୍ୟେକ ଦିନ ସିଫ୍ଟ ୱାଇଜ୍ ଏଇ ଟାଇପ୍ର କ୍ୱେଶ୍ଚନ୍ ଆନ୍ସରକୁ ଆନାଲିସିସ୍ କରିଥାଏ। ତା ସହିତ ଏହି ଚ୍ୟାନେଲରେ ଜବ୍ ରିଲେଟେଡ୍ ନୋଟିଫିକେସନ୍ ଏବଂ ନଲେଜେବଲ୍ ଭିଡ଼ିଓକୁ ପ୍ରୋଭାଇଡ଼ କରିଥାଏ। ତେଣୁକରି ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ। ବୁଝିହେଲା ପିଲାମାନେ? କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ। ଚାଲନ୍ତୁ ବିଳମ୍ବ କରି ଆରମ୍ଭ କରିବା। ଓକେ, ଆସନ୍ତୁ ଆପଣମାନଙ୍କ ପାଇଁ ନମ୍ବର 1 କ୍ୱେଶ୍ଚନ୍ କ'ଣ କହୁଛି? ହ୍ୱିଚ୍ ଅଫ୍ ଦ ଫଲୋଇଂ ଷ୍ଟେଟ୍ସ ଅଫ୍ ଇଣ୍ଡିଆ ହେଜ୍ ଦ ହାଇଏଷ୍ଟ ରିଜର୍ଭସ୍ ଅଫ୍ କ୍ରୋମାଇଟ୍? ତାମାନେ ଆମ ଭାରତର ସବୁଠାରୁ ଅଧିକ କ୍ରୋମାଇଟ୍ ଡିପୋଜିଟ୍ ହେଇକି ରହିଥିବାର ରାଜ୍ୟଟିର ନାମ କ'ଣ ବୋଲି ଆପଣମାନଙ୍କୁ ପଚାରିଛି। ତାହେଲେ ତାର ନାମ ହେଉଛି ଓଡ଼ିଶା। ଆମ ପ୍ରିୟ ଓଡ଼ିଶାରେ ସବୁଠାରୁ ଅଧିକା କ୍ରୋମାଇଟ୍ ସଂରକ୍ଷିତ ହେଇକି ରହିଛି। ମନେ ରଖନ୍ତୁ, ଆମ ଓଡ଼ିଶାରେ ପାଖାପାଖି 98%ରୁ ଅଧିକା କ୍ରୋମାଇଟ୍ ଆମ କେବଳ ଓଡ଼ିଶାରେ ହିଁ ରହିଛି। ବୁଝିହେଲା? ମାନେ ଭାରତରେ ଯଦି 100% କ୍ରୋମାଇଟ୍ ରହିଛି, ତାହେଲେ 98%ରୁ ଅଧିକା ଆମ ଓଡ଼ିଶାରେ ହିଁ ରହିଛି। ବୁଝିପାରିଲେ ପିଲାମାନେ? ତେଣୁକରି ଏହାର ସଠିକ୍ ଉତ୍ତର ହେଇଯିବ ଓଡ଼ିଶା। ମନେ ରଖିବେ, ବହୁତ ଇମ୍ପୋର୍ଟାଣ୍ଟ ଏବଂ ଆଗାମୀ ସିଫ୍ଟରେ ଆପଣମାନଙ୍କର ନିଶ୍ଚୟ ଆସିବ। ଏକ୍ସଟ୍ରା ଫ୍ୟାକ୍ଟ ଜାଣି ରଖନ୍ତୁ, ଆଉ କ'ଣ ପଚାରିପାରେ। କ'ଣ ହେବ ଦେଖନ୍ତୁ, ଆଉ କ୍ରୋମାଇଟ୍ ଉତ୍ପାଦନରେ ଆମ ଓଡ଼ିଶାର କେଉଁ ଜିଲ୍ଲା ଅଗ୍ରଣୀ ବା କେଉଁ ଜାଗାରେ ଦେଖାଯାଏ କ୍ରୋମାଇଟ୍? ବହୁତ ଇମ୍ପୋର୍ଟାଣ୍ଟ, ଜାଣି ରଖନ୍ତୁ। କ'ଣ ହେବ ଦେଖନ୍ତୁ, ଯଦି କେଉଁ ଜିଲ୍ଲା ପଚାରେ ତାହେଲେ ଯାଜପୁର ଜିଲ୍ଲା, ଆଉ କେଉଁ ଭ୍ୟାଲି ପଚାରେ ବା କେଉଁ ମାଇନ୍ସ ପଚାରେ ବା ପାର୍ଟିକୁଲାର କେଉଁ ଅଞ୍ଚଳ ପଚାରେ ତାହେଲେ ମନେ ରଖିବେ ଯାଜପୁର ଜିଲ୍ଲାର ସୁକିନ୍ଦା ଗୋଟେ ଜାଗା ଅଛି, ସେଇଥିରେ ବହୁତ ମାତ୍ରାରେ ଆମର କ୍ରୋମାଇଟ୍ ସଂରକ୍ଷିତ ହେଇକରି ରହିଛି। ତେଣୁକରି ଏହାର ସଠିକ୍ ଉତ୍ତର ହେଇଯିବ ସୁକିନ୍ଦା ଭ୍ୟାଲି, ଯାଜପୁର ଡିଷ୍ଟ୍ରିକ୍ଟରେ ରହିଛି ପିଲାମାନେ। କ୍ରୋମାଇଟ୍ ବହୁତ ମାତ୍ରାରେ ରିଜର୍ଭ ହେଇକରି ରହିଛି। ସେହିପରିକି ଆମ ଓଡ଼ିଶାର ଆଉ କିଛି ମାଇନ୍ସ ଗୁଡ଼ାକୁ ଆଲୋଚନା କରିବା। ଦେଖନ୍ତୁ, ଆମର କେନ୍ଦୁଝର ଆଉ ମୟୂରଭଞ୍ଜ ଜିଲ୍ଲାରେ ଆମ ଓଡ଼ିଶାରେ ବହୁତ ମାତ୍ରାରେ ଆଇରନ୍ ଓର୍ ବା ଆଇରନ୍ ମାଇନ୍ସ ରହିଛି। ସେ ଭିତରୁ ବାଦାମ ପାହାଡ଼ ମାଇନ୍ସ ଆପଣମାନଙ୍କର ବହୁତ ଇମ୍ପୋର୍ଟାଣ୍ଟ, ସୁଲେଇପାଟ ମାଇନ୍ସ ଆପଣମାନଙ୍କର ବହୁତ ଇମ୍ପୋର୍ଟାଣ୍ଟ, ଯେଉଁଟାକି ଆଇରନ୍ ମାଇନ୍ସ। ମନେ ରଖିବେ କେଉଁଥିପାଇଁ ପ୍ରସିଦ୍ଧ ଆପଣମାନଙ୍କୁ ଯଦି ପଚାରେ ତାହେଲେ କ'ଣ କହିବେ ନା ଆଇରନ୍ ପାଇଁ ପ୍ରସିଦ୍ଧ। ସେଗୁଡ଼ା ସବୁ ମୟୂରଭଞ୍ଜ ଜିଲ୍ଲାରେ ରହିଛି। ମନେ ରଖିବେ, ବାଦାମ ପାହାଡ଼ ମାଇନ୍ସ ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ, ସୁଲେଇପାଟ ମାଇନ୍ସ ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ, ଗୋରୁ ମଇଶାଣୀ ମାଇନ୍ସ ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ। ମନେ ରଖିବେ ପିଲାମାନେ, ଗୋରୁ ମଇଶାଣୀ ମାଇନ୍ସ ଆପଣମାନଙ୍କର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ, ଯେଉଁ ମାଇନ୍ସ କି ଏସିଆର ପ୍ରଥମ ମାଇନ୍ସ ଯେଉଁଥିରେ କି ଆଇରନ୍ ଓର୍କୁ କ'ଣ କରାଯାଇଥିଲା? ରେଜ୍ କରାଯାଇଥିଲା, ଖୋଳା ଯାଇଥିଲା। ବହୁତ ଇମ୍ପୋର୍ଟାଣ୍ଟ, ବୁଝିପାରିଲେ? ଚାଲନ୍ତୁ ଏହିପରିକି ଆମେ ଆନାଲିସିସ୍ କରିକି ପରବର୍ତ୍ତୀ ପ୍ରଶ୍ନକୁ ଯିବା, ଯାହାଫଳରେ ଆପଣମାନଙ୍କର ଯେକୌଣସି ବି ଏକ୍ଜାମରେ ଜିକେରେ ୱିକ୍ ହେବ ନାହିଁ। ପୁରା ସିରିଜ୍ ଅନୁସାରେ ଆମେ ବୁଝି ବୁଝିକି ଯିବା। ଓକେ, ଆସନ୍ତୁ ପିଲାମାନେ ଦ୍ୱିତୀୟ ପ୍ରଶ୍ନକୁ ଯିବା। କ'ଣ କହୁଛି ନା ହୁ ଏମଙ୍ଗ ଦ ଫଲୋଇଂ ୱାଜ୍ ଦ ଲାଷ୍ଟ ରୁଲର ଅଫ୍ ପାରାମାର ଡାଇନାଷ୍ଟି? ପିଲାମାନେ, ମୁଁ ପ୍ରିଭିୟସ୍ ଆନାଲିସିସ୍ରେ ଆପଣମାନଙ୍କୁ କହିଥିଲି ଯେ ଡାଇନାଷ୍ଟି ରିଲେଟେଡ୍ର ପ୍ରଶ୍ନ ନିଶ୍ଚୟ ଆସିବ ଆଉ ନିଶ୍ଚୟ ଆସୁଛି ମଧ୍ୟ। ତେଣୁକରି ଏଇ ସିଫ୍ଟରେ ଆପଣମାନଙ୍କର କ'ଣ ଆସିଥିଲା ନା ପାରାମାର ଡାଇନାଷ୍ଟି ଆସିଥିଲା। ତା ସହିତ କିଛି ସିଫ୍ଟରେ ଗୁପ୍ତ ଡାଇନାଷ୍ଟିରୁ ଆସିଥିଲା, ଆଉ କିଛି କିଛି କହୁଥିଲେ ମୋଗଲ ଡାଇନାଷ୍ଟିରୁ ଆସିଥିଲା। ତେଣୁକରି ତିନୋଟି ସିଫ୍ଟରେ କେଉଁ ସିଫ୍ଟରେ କ'ଣ ଆସିଥିଲା ଆପଣମାନେ ଜାଣି ରଖନ୍ତୁ, ଯେ କି ଡାଇନାଷ୍ଟି ରିଲେଟେଡ୍ର ପ୍ରଶ୍ନ ଇମ୍ପୋର୍ଟାଣ୍ଟ ରହୁଛି। ଦେଖନ୍ତୁ, ପାରାମାର ଡାଇନାଷ୍ଟି ବିଷୟରେ ମୁଁ ଡିଟେଲ୍ ଆପଣମାନଙ୍କୁ ଆଲୋଚନା କରିଦେଉଛି, କିଛି ଅସୁବିଧା ହେବ ନାହିଁ। ଏହି ପ୍ରଶ୍ନରେ ଆପଣମାନଙ୍କୁ ଏହି ଏକ୍ଜାମରେ ପଚାରିଥିଲା ଯେ ପାରାମାର ଡାଇନାଷ୍ଟି ମାନେ ପାରାମାର ବଂଶର ଶେଷ ରାଜା କିଏ ଥିଲେ? ଶେଷ ରାଜା ଥିଲେ ଏହାର ମହାଲୋକଦେବ। ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ, ମହାଲୋକଦେବ ହେଉଛନ୍ତି ପାରାମାର ବଂଶର ଶେଷ ରାଜା। ଏବେ ଦେଖିବା ପାରାମାର ବଂଶଟି କେଉଁ ଅଞ୍ଚଳରେ ରହିଥିଲା। ଯଦି ପଚାରେ ଆପଣମାନଙ୍କୁ ତାହେଲେ କ'ଣ କହିବେ ନା ମାଲୁଆ ଅଞ୍ଚଳରେ ରହିଥିଲା। ତେଣୁକରି ମହାଲୋକଦେବ ଯିଏ ଥିଲେ ସେ ଥିଲେ ମାଲୁଆ କିଙ୍ଗ ଥିଲେ, ଯେଉଁଟାକି ଆମର ବର୍ତ୍ତମାନର ମଧ୍ୟପ୍ରଦେଶ ରାଜ୍ୟରେ ବିସ୍ତୃତ। ବୁଝିପାରିଲେ? ଆଉ ପାରାମାର ବଂଶଟିଏ ଆପଣମାନଙ୍କର ଦିଲ୍ଲୀର ଆଖପାଖ ଅଞ୍ଚଳରେ ଶାସନ କରୁଥିଲା, ଆଉ ତାର ରାଜଧାନୀ ରହିଥିଲା ଧାରରେ। ବୁଝିହେଲା? ଆଉ ଏହି ବଂଶକୁ ସ୍ଥାପନା କରିଥିଲେ ରାଜା ଉପେନ୍ଦ୍ର। ଏହି ପାରାମାର ବଂଶକୁ ସ୍ଥାପନ କରିଥିଲେ। ଆଉ ପାରାମାର ବଂଶର ଜଣେ ପ୍ରସିଦ୍ଧ ରାଜା ଥିଲେ, ସେ ତାଙ୍କ ନାଁ ହେଉଛି ରାଜା ଭୋଜ। ମନେ ରଖିବେ, ଯିଏକି ଭୋପାଳ ସହରକୁ ସ୍ଥାପନା କରିଥିଲେ। ତାଙ୍କ ନାଁ ଅନୁସାରେ ଭୋଜପାଲ ଥିଲା। ପରେ ପରେ ସେଇ ଭୋଜପାଲକୁ ଚେଞ୍ଜ କରିକି ଭୋପାଳ କରାହେଇଛି।
ପିଲାମାନେ ମନେ ରଖିବେ ଏବେକା ଡେଟ୍ରେ ଯେଉଁ ମଧ୍ୟପ୍ରଦେଶ କହୁଛେ ତାର ରାଜଧାନୀ ହେଉଛି ଭୋପାଳ, କିନ୍ତୁ ଭୋପାଳ ଆଗରୁ ନଥିଲା, ତାର ନାଁ ଥିଲା ଭୋଜପାଲ। ଏଇ ରାଜା ଭୋଜ ତାଙ୍କ ନାଁ ଅନୁସାରେ ଭୋଜପାଲ ଥିଲା। ସେଇ ଭୋଜପାଲକୁ ପରେ ପରେ ନାଁକୁ ପରିବର୍ତ୍ତନ କରାଯାଇକିରି ଭୋପାଳ ରହିଛି। ତାହେଲେ ଭୋପାଳର କାହାଣୀ ବୁଝିପାରିଲେ, କିଛି ଅସୁବିଧା ନାହିଁ ହେଲା। ସେଇପରିକା ଆପଣମାନଙ୍କୁ ଆଉ କ'ଣ ପଚାରେ ନା ତୋମାର ଡାଇନାଷ୍ଟି ପଚାରିବ। ତୋମାର ଡାଇନାଷ୍ଟିର ଫାଉଣ୍ଡର କିଏ ନା ବୀର ସିଂଦେବ। ମନେ ରଖିବେ, ମୁଁ ଏକ୍ସଟ୍ରା ଫ୍ୟାକ୍ଟରେ ସବୁ ଡାଇନାଷ୍ଟିର ଫାଉଣ୍ଡର ଆଉ ତାଙ୍କର ଶେଷ ରାଜା ଆଉ ଇମ୍ପୋର୍ଟାଣ୍ଟ ରାଜା ସେଗୁଡ଼ାକୁ ମୁଁ ଆଲୋଚନା କରିଦେଇଛି। ତେଣୁକରି ସେ ପୁରୁଣା ଆନାଲିସିସ୍ ଭିଡ଼ିଓ ଏବଂ ଆପଣମାନଙ୍କର ପ୍ଲେଲିଷ୍ଟରେ ଥିବା ଅନ୍ୟାନ୍ୟ ଡାଇନାଷ୍ଟି ରିଲେଟେଡ୍ର ଭିଡ଼ିଓକୁ ନିଶ୍ଚୟ ଦେଖନ୍ତୁ, କିଛି ଅସୁବିଧା ହେବ ନାହିଁ। ଆନାଲିସିସ୍ ତ ନିହାତି ଦେଖିବା ପ୍ରତ୍ୟେକ ଦିନ। ଓକେ, ଦେନ୍ ଆମେ ଦେଖିବା ନମ୍ବର 3, ହ୍ୱିଚ୍ ଆର୍ଟିକଲ ପ୍ରୋଭାଇଡ୍ସ ଫର୍ ଲିଭିଂ ୱେଜେସ୍ ଇଟିସି ଫର୍ ୱାର୍କର୍ସ। ତା ମାନେ ୱାର୍କର୍ସ ମାନଙ୍କର ଦୈନିକ ମଜୁରୀ ତା ସହିତ ତାଙ୍କର ରିଲେଟେଡ୍ର ଆଉ କ'ଣ କ'ଣ ସବୁ ଫେସିଲିଟି ରହିବା ଦରକାର ତାଙ୍କର ଲିଭିଂ ଷ୍ଟାଇଲ୍ ପାଇଁ, ସେଇ ଜିନିଷଟି ଆପଣମାନଙ୍କର କେତେ ନମ୍ବର ଆର୍ଟିକଲରେ ପ୍ରୋଭାଇଡ୍ ରହିଛି ବୋଲିକିରି ଆପଣମାନଙ୍କୁ ପଚାରିଥିଲା। ତେଣୁକରି ୟାର ସଠିକ୍ ଉତ୍ତର ହେଇଯିବ ଆର୍ଟିକଲ 43। ମନେ ରଖିବେ ପିଲାମାନେ, ଆର୍ଟିକଲ 43ଟି ଆମର ଡିପିଏସ୍ପି ମାନେ ଡାଇରେକ୍ଟିଭ୍ ପ୍ରିନ୍ସିପଲ୍ ଅଫ୍ ଷ୍ଟେଟ୍ ପଲିସି ଅନ୍ତର୍ଭୁକ୍ତ, ଯେଉଁଟାକି ଆମର ପାର୍ଟ 4ରେ ରହିଛି। ଆଉ ୟା ଭିତରେ ଆପଣମାନଙ୍କର ଫାର୍ମର୍ସର କିମ୍ବା ୱାର୍କର୍ସ ମାନଙ୍କର ୱେଜେସ୍ ତାଙ୍କର ଲାଇଫଷ୍ଟାଇଲ୍ ବିଷୟରେ ବର୍ଣ୍ଣିତ ହେଇଛି। ମନେ ରଖିବେ। ଆଉ ଆର୍ଟିକଲ 44ଟି ଆପଣମାନଙ୍କର ୟୁସିସି ବା ୟୁନିଫର୍ମ ସିଭିଲ୍ କୋଡ୍ ବିଷୟରେ ରହିଛି। ଏକ୍ସଟ୍ରା ଫ୍ୟାକ୍ଟ ଜାଣି ରଖନ୍ତୁ। ତା ସହିତ ଆଉ ଏକ୍ସଟ୍ରା ଫ୍ୟାକ୍ଟ କିଛି ଜାଣି ରଖନ୍ତୁ, ଯେଉଁଟାକି ଆପଣମାନଙ୍କର ଆଗାମୀ ଯେକୌଣସି ବି ଏକ୍ଜାମ ବା ଏଇ ଏକ୍ଜାମରେ ମଧ୍ୟ ନିଶ୍ଚୟ ଇମ୍ପୋର୍ଟାଣ୍ଟ ରହିବ। କ'ଣ ରହୁଛି ଦେଖନ୍ତୁ ନା ଆର୍ଟିକଲ 43B ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ଏଥିରେ ଆପଣମାନଙ୍କର କୋଅପରେଟିଭ ସୋସାଇଟିକୁ ପ୍ରମୋସନ ପାଇଁ ବର୍ଣ୍ଣିତ ହେଇଛି। ବୁଝିପାରିଲେ ପିଲାମାନେ। ଦେନ୍ ଆମର ଆଉ ଗୋଟେ ଅଛି ଆର୍ଟିକଲ 48। ଆର୍ଟିକଲ 48 ଆପଣମାନଙ୍କର କ'ଣ କହୁଛି ନା ଏନିମଲ ହଜବେଣ୍ଡାରୀ କାଉ ସଲ୍ଟରକୁ ବ୍ୟାନ୍ କରିବା ଆଉ ଏନିମଲ ହଜବେଣ୍ଡାରୀକୁ ଅର୍ଗାନାଇଜ କରିବାର ଏଇ ଆର୍ଟିକଲ 48ରେ ବର୍ଣ୍ଣନା ହେଇଛି। ବୁଝିହେଲା। ତେଣୁକରି ଆର୍ଟିକଲ ଆପଣମାନଙ୍କର ଡିପିଏସ୍ପି ବହୁତ ଇମ୍ପୋର୍ଟାଣ୍ଟ ରହୁଛି, ଫଣ୍ଡାମେଣ୍ଟାଲ ରାଇଟ୍ସ ବହୁତ ଇମ୍ପୋର୍ଟାଣ୍ଟ ରହୁଛି, ନିଶ୍ଚୟ ପଢ଼ିକି ଯିବେ। ବୁଝିହେଲା। ନେକ୍ସଟ ଦେଖିବା ନମ୍ବର 4। ନମ୍ବର 4 କ'ଣ କହୁଛି ନା ହ୍ୱିଚ୍ କମ୍ପାନୀ ପାର୍ଟନର୍ଡ ୱିଥ୍ ଏନ୍ଟିପିସି। ମନେ ରଖିବେ ପିଲାମାନେ, ଏନ୍ଟିପିସି ହେଉଛି ଆମର ଇଣ୍ଡିଆନ ବା ଭାରତର ଗୋଟେ ପିଏସ୍ୟୁ ମାନେ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ, ଯେଉଁଟାକି ଆମର ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ ଲିମିଟେଡ୍ ୟାର ଫୁଲ୍ ଫର୍ମ ରହୁଛି ପିଲାମାନେ। ତେଣୁକରି ପାୱାର କମ୍ପାନୀ ସହିତ ଇଏ ଜଡ଼ିତ। ମନେ ରଖନ୍ତୁ, ତା ମାନେ ଏନ୍ଟିପିସି କଥା ମୁଁ କହିଲି, ସେ କେଉଁ କମ୍ପାନୀ ସହିତ ପାର୍ଟନର ହେଇକି ବା ଜଡ଼ିତ ହେଇକିରି 200 ମେଗାୱାଟ୍ କ୍ଲିନ୍ ପାୱାର ପ୍ରୋଜେକ୍ଟକୁ ସ୍ଥାପନା କରିବ ବୋଲିକିରି ଆପଣମାନଙ୍କର କ୍ୱେଶ୍ଚନଟିଏ ପଚାରିଥିଲା। ତେଣୁକରି ୟାର ସଠିକ୍ ଉତ୍ତର ହେଇଯିବ TPREL। ଯଦି ଆପଣମାନଙ୍କର ଅପସନ୍ ରହିଥିବ TPREL ତାହେଲେ ତାକୁ ଟିକ୍ ମାରିବେ। TPREL ହେଉଛି ଆପଣମାନଙ୍କର ଟାଟା ପାୱାର ରିନ୍ୟୁଏବଲ୍ ଏନର୍ଜି ଲିମିଟେଡ୍। ବୁଝିପାରିଲେ ପିଲାମାନେ। ଯଦି TPREL ଯଦି ଦେଇନଥିବ ତାହେଲେ ଆପଣମାନଙ୍କର ଟାଟା ପାୱାର ରିନ୍ୟୁଏବଲ୍ ଏନର୍ଜି ଦେଇଥିବ, ନହେଲେ କେବଳ ଟାଟା କମ୍ପାନୀ ଦେଇଥିବ। ତେଣୁକରି ଯେଉଁଟା ଆପଣମାନଙ୍କର ଅପସନ୍ରେ ଥିବ ତାକୁ ଟିକ୍ ମାରିବେ, କିଛି ଅସୁବିଧା ହେବ ନାହିଁ। ଯଦି ଆପଣମାନଙ୍କର ଟାଟା ହିଁ କେବଳ ଥିବ ତାକୁ ମଧ୍ୟ ଟିକ୍ ମାରିଲେ ମାର୍କ ପାଇବେ। ବୁଝିହେଲା। ଦେଖନ୍ତୁ ତାଙ୍କ ଭିତରେ କ'ଣ କ'ଣ ସବୁ ଏଗ୍ରିମେଣ୍ଟ ହେଇଥିଲା। ତାଙ୍କ ଭିତରେ 3ଟି ସେକ୍ଟର ଡେଭଲପମେଣ୍ଟ ପାଇଁ ଏଗ୍ରିମେଣ୍ଟ ହେଇଛି। କ'ଣ କ'ଣ ଦେଖନ୍ତୁ, ପ୍ରଥମ ଅଛି ଆପଣମାନଙ୍କର ସୋଲାରକୁ ଇମ୍ପ୍ରୁଭ କରିବା ପାଇଁ, ମାନେ ସୋଲାର ସେକ୍ଟରକୁ ଏନହେନ୍ସ କରିବା ପାଇଁ। ଦେନ୍ ଆପଣମାନଙ୍କର ୱିଣ୍ଡ ଏନର୍ଜିକୁ ୟୁଜ୍ କରିକିରି ଆମର ଏନର୍ଜି କ୍ରିଏଟ୍ କରିବାର। ଆଉ ଗୋଟେ ଅଛି ଆପଣମାନଙ୍କର BESS ମାନେ ବ୍ୟାଟେରୀ ଏନର୍ଜି ଷ୍ଟୋରେଜ ସିଷ୍ଟମ, ତାକୁ ଏନହେନ୍ସ କରିବା, ବୃଦ୍ଧି କରିବା, ବଢ଼େଇବା ପାଇଁ ଆପଣମାନଙ୍କର ସବୁ ଏଗ୍ରିମେଣ୍ଟ ରହିଛି ଏନ୍ଟିପିସି ଆଉ ଟାଟା କମ୍ପାନୀ ସହିତ। ବୁଝିଗଲେ ପିଲାମାନେ। ଆପଣମାନଙ୍କର ଆଗାମୀ ସିଫ୍ଟରେ ଏକ୍ସଟ୍ରା ଫ୍ୟାକ୍ଟରେ ଜାଣି ରଖନ୍ତୁ BESSର ଫୁଲ୍ ଫର୍ମ ମଧ୍ୟ ପଚାରିବ। BESSର ଫୁଲ୍ ଫର୍ମ ହେଉଛି ବ୍ୟାଟେରୀ ଏନର୍ଜି ଷ୍ଟୋରେଜ ସିଷ୍ଟମ, ବହୁତ ଇମ୍ପୋର୍ଟାଣ୍ଟ। ଆଜିକା ଡେଟ୍ରେ ଆପଣମାନଙ୍କର ଇଲେକ୍ଟ୍ରିକ୍ ଭେହିକିଲ୍ସ ମାନେ ଇଭିର ଆପଣମାନଙ୍କର ଡିମାଣ୍ଡ ବହୁତ ବଢ଼ି ବଢ଼ି ଚାଲିଛି। ତେଣୁକରି BESS ସେକ୍ଟରକୁ ଆପଣମାନଙ୍କର ଇନଭେଷ୍ଟମେଣ୍ଟ ଅଧିକା ଯାଉଛି। ବୁଝିହେଲା ପିଲାମାନେ, ପୁରା କ୍ଲିଅର, କିଛି ଅସୁବିଧା ହେବ ନାହିଁ। ଚାଲନ୍ତୁ ନେକ୍ସଟ ପ୍ରଶ୍ନକୁ ଦେଖିବା। ଓକେ, ନେକ୍ସଟ ଆପଣମାନଙ୍କର ନମ୍ବର 5 କ'ଣ ପଚାରିଛି ଆପଣମାନଙ୍କୁ ନା ଦ ମପ୍ଲା ରିବେଲିୟନ। ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ଏକ୍ସଟ୍ରା ଫ୍ୟାକ୍ଟରେ ମୁଁ ଆପଣମାନଙ୍କୁ କହିଥିଲି ମପ୍ଲା ରିବେଲିୟନ। ଦେଖନ୍ତୁ ସେଇ ମପ୍ଲା ରିବେଲିୟନ ବିଷୟରେ କହିଥିଲି। ସେଇ ମପ୍ଲା ରିବେଲିୟନର କ୍ୱେଶ୍ଚନଟି ଆସିଛି ଦେଖନ୍ତୁ ପିଲାମାନେ। ତେଣୁକରି ପ୍ରତ୍ୟେକ ଦିନ ଆନାଲିସିସ୍ ଦେଖନ୍ତୁ। RI ମେନ୍ ଏକ୍ଜାମ କିମ୍ବା ଆପଣମାନଙ୍କର ଯେକୌଣସି ବି ଏକ୍ଜାମ ଆପଣମାନଙ୍କର ବହୁତ କାମରେ ଆସିବ। ଏଇ ଜିକେ ବା ଏଇ ଟାଇପ୍ର ପଢ଼ିବାର ଷ୍ଟାଇଲ ଆପଣମାନଙ୍କର ବହୁତ କାମରେ ଆସିବ ପିଲାମାନେ। ସିରିଜ୍ ୱାଇଜ୍ ପୁରା ଆମେ ଆନାଲିସିସ୍ କରିବା, କିଛି ଅସୁବିଧା ନାହିଁ।
ଚାଲନ୍ତୁ ପ୍ରଶ୍ନକୁ ଦେଖିବା। ମପ୍ଲା ରିବେଲିୟନ ଆପଣମାନଙ୍କର କେବେ ହୋଇଥିଲା ବୋଲି ପଚାରିପାରେ। ତାହେଲେ 1921 ମସିହାରେ। କ'ଣ କହୁଛି ନା ଦ ମପ୍ଲା ରିବେଲିୟନ ଅଫ୍ 1921 ବ୍ରୋକ୍ ଆଉଟ୍ ଇନ୍ ଡ୍ୟାସ୍। ତା ମାନେ ମନେ ରଖନ୍ତୁ ମପ୍ଲା ରିବେଲିୟନଟି 1921 ମସିହାରେ ଆରମ୍ଭ ହୋଇଥିଲା କେଉଁ ଜାଗାରେ ବୋଲି ଆପଣମାନଙ୍କୁ ପଚାରିଛି। ତେଣୁକରି ଏଇଥିରେ ହିଁ ଆପଣମାନଙ୍କୁ ଆଉ କିଛି ଜାଣିବାର ଅଛି। କ'ଣ ଜାଣିବାର ଅଛି ନା ମପ୍ଲା ରିବେଲିୟନ କେବେ ହେଇଥିଲା ମଧ୍ୟ ପଚାରିପାରିବ। ତେଣୁକରି ମପ୍ଲା ରିବେଲିୟନ ଆପଣମାନଙ୍କର 1921 ମସିହାରେ ହୋଇଥିଲା। ଏହି ପ୍ରଶ୍ନରେ ଆପଣମାନଙ୍କୁ ପଚାରିଛି କେଉଁ ଜାଗାରେ ହେଇଥିଲା। ତେଣୁକରି ଏହାର ସଠିକ ଉତ୍ତର ହେଇଯିବ କେରଳ ରାଜ୍ୟ। ତାହେଲେ ମପ୍ଲା ରିବେଲିୟନଟି ଆପଣମାନଙ୍କର କେରଳ ରାଜ୍ୟରେ ହୋଇଥିଲା। ଯଦି ଆପଣମାନଙ୍କୁ ପଚାରିବ କେଉଁ ଅଞ୍ଚଳରେ ହୋଇଥିଲା ତାହେଲେ ମନେ ରଖିବେ ମାନେ ମାଲାବାର କୋଷ୍ଟ ଯେଉଁଟାକୁ କହୁଛେ ସେଇଥିରେ ଆପଣମାନଙ୍କର এই ମପ୍ଲା ରିବେଲିୟନଟି ହେଇଥିଲା। ଏହି ରିବେଲିୟନଟି ଆପଣମାନଙ୍କର ବ୍ରିଟିଶ ଏଗେନଷ୍ଟରେ ମୁସଲିମ କମ୍ୟୁନିଟି ମାନେ କରିଥିଲେ। ବୁଝିହେଲା। ତେଣୁକରି ମନେ ରଖନ୍ତୁ ଏହି ମପ୍ଲା ରିବେଲିୟନକୁ କ'ଣ କୁହାଯାଏ ନା ମାଲାବାର ରିବେଲିୟନ ମଧ୍ୟ କହନ୍ତି, ଯେଉଁଟାକି ଆମର 1921 ମସିହାରେ ହୋଇଥିଲା। ଆଉ ଏହି ମପ୍ଲା ରିବେଲିୟନର ମୁସଲିମ ଲିଡର ଜଣେ ଥିଲେ, ତାଙ୍କ ନାଁ ବହୁତ ଇମ୍ପୋର୍ଟାଣ୍ଟ ଭିକେ ହାଜି, ନହେଲେ ତାର ପୁରା ନାଁ ମଧ୍ୟ ପଚାରିପାରେ। ମନେ ରଖିବେ ପିଲାମାନେ ଭରିୟାମ କୁନାନାଥ କୁଞ୍ଜା ଅହମଦ ହାଜି ମଧ୍ୟ ତାଙ୍କର ପୁରା ନାଁ। ତେଣୁକରି ଭିକେ ହାଜି ମଧ୍ୟ ଆପଣମାନଙ୍କୁ ଅପସନରେ ପଚାରିବ, କିଛି ଅସୁବିଧା ନାହିଁ। ମନେ ରଖିବେ ପିଲାମାନେ ମପ୍ଲା ରିବେଲିୟନଟି ଆମର ଦକ୍ଷିଣ ଭାରତର ଏକ ରିବେଲିୟନ। ଓକେ, ଦେନ୍ ଆମେ ଦେଖିବା ନମ୍ବର 6 ହ୍ୱେୟାର ଇଜ୍ ଖେଲୋ ଇଣ୍ଡିଆ ବିଚ୍ ଗେମ୍ 2025 ହେଲ୍ଡ। ତାମାନେ 2025 ମସିହାରେ ଖେଲୋ ଇଣ୍ଡିଆ ବିଚ୍ ଗେମ୍ ଆସିଥିଲା, ଯେଉଁଟାକି ଆପଣମାନଙ୍କର କେଉଁ ଅଞ୍ଚଳରେ ହୋଇଥିଲା ବୋଲିକିରି ପଚାରିଛି। ମନେ ରଖିବେ ପିଲାମାନେ ଏହି ପ୍ରଶ୍ନଟିଏ ମଧ୍ୟ ମୁଁ ଆପଣମାନଙ୍କୁ ଏକ୍ସଟ୍ରା ଫ୍ୟାକ୍ଟରେ ବା ଆନାଲିସିସରେ କହିଥିଲି, ତା ରିଲେଟେଡର ପ୍ରଶ୍ନ ଦେଖନ୍ତୁ। ତେଣୁକରି ଯେଉଁମାନେ ପଢ଼ିକି ଆସିଥିବେ ବା ପଢ଼ିକିରି ସେ ଏକ୍ଜାମ ସେଣ୍ଟରକୁ ଯାଇଥିବେ ସେମାନେ ନିଶ୍ଚୟ ଏହି ପ୍ରଶ୍ନଟିକୁ କରେକ୍ଟ କରିଥିବେ। ଦେଖନ୍ତୁ ଏହାର ସଠିକ ଉତ୍ତର ହେଇଯିବ ଦାମନ ଡିଉ ଆଣ୍ଡ ଦାଦ୍ରା ନଗର ହାବେଳି। ତାମାନେ ଆମ ଭାରତର ପଶ୍ଚିମରେ ରହିଥିବା ଏକ କେନ୍ଦ୍ରଶାସିତ ଅଞ୍ଚଳ। ବୁଝିହେଲା ପିଲାମାନେ। ଏକ୍ସଟ୍ରା ଫ୍ୟାକ୍ଟରେ ଜାଣିବା ଏଇ ଯେଉଁ ଆପଣମାନଙ୍କର ଖେଲୋ ଇଣ୍ଡିଆ ବିଚ୍ ଗେମ୍ ହୋଇଥିଲା, ଏଇଟା ଆପଣମାନଙ୍କର ମଲ୍ଟି ପ୍ରକାରର ସ୍ପୋର୍ଟସର ବା ଆଥଲେଟ୍ସର ଗେମ୍ ହେଇଥିଲା। ଏଥିରେ ମାଲାଖାମ୍ବକୁ ମଧ୍ୟ ଏଡ୍ କରାଯାଇଥିଲା। ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ଆଉ କ'ଣ ଜାଣିବା ଦରକାର ନା ଏଇଥିରେ ଆପଣମାନଙ୍କର ଇନାଗୁରାଲ ଏଡିସନ କେଉଁ ଜାଗାରେ ହେଇଥିଲା ଏଟାକୁ ମଧ୍ୟ ପଚାରିବ। କେଉଁ ବିଚ୍ରେ ହେଇଥିଲା ୟାକୁ ମଧ୍ୟ ପଚାରିବ। ତାହେଲେ ଇନାଗୁରାଲ ଏଡିସନ ଆପଣମାନଙ୍କର ଡ୍ୟୁରେ ହେଇଥିଲା। ଡ୍ୟୁ ମନେ ରଖିବେ ପିଲାମାନେ, ଡ୍ୟୁ କେନ୍ଦ୍ରଶାସିତ ଅଞ୍ଚଳ, ସେ ଡ୍ୟୁ ଅଞ୍ଚଳରେ ହୋଇଥିଲା, ଯେଉଁଥିରେ କି ଆପଣମାନଙ୍କର ଡ୍ୟୁର ଘଗଲା ବିଚ୍ରେ ଆପଣମାନଙ୍କର ଇନାଗୁରାଲ ଏଡିସନଟି ଆପଣମାନଙ୍କର ହେଇଥିଲା, ମାନେ ଉଦ୍ଘାଟନୀ ହେଇଥିଲା। ବୁଝିହେଲା। ଦେନ୍ ଏକ୍ସଟ୍ରା ଫ୍ୟାକ୍ଟ ଜାଣିବା କେଉଁ ରାଜ୍ୟ କେତେ ମେଡାଲ ପାଇଥିଲେ ଆଉ କେଉଁ ରାଜ୍ୟ ଟପ୍ରେ ରହିଥିଲା। ଚାଲନ୍ତୁ ଜାଣିବା। ପ୍ରଥମେ ଆପଣ ଜାଣନ୍ତୁ ଫାଷ୍ଟ ହେଇଥିଲା ଆପଣମାନଙ୍କର ମଣିପୁର ଷ୍ଟେଟ୍। ମନେ ରଖିବେ। ତେଣୁକରି ଆପଣମାନଙ୍କର ପ୍ରଶ୍ନରେ କ'ଣ ଆସିବ ନା ଖେଲୋ ଇଣ୍ଡିଆ ବିଚ୍ ଗେମ୍ରେ କେଉଁ ରାଜ୍ୟ ଟପ୍ ର୍ୟାଙ୍କରେ ରହିଥିଲା। ତେଣୁକରି ମଣିପୁର ରାଜ୍ୟ ସଠିକ ଉତ୍ତର ହେଇଯିବ। ଦ୍ୱିତୀୟରେ ରହିଥିଲା ମହାରାଷ୍ଟ୍ର, ମନେ ରଖିବେ ପିଲାମାନେ। ଆଉ ତୃତୀୟରେ ରହିଥିଲା ନାଗାଲାଣ୍ଡ। ତେଣୁକରି ନର୍ଥ ଇଷ୍ଟର ଷ୍ଟେଟ୍ ମାନେ ମଧ୍ୟ ଆପଣମାନଙ୍କର ଖେଲୋ ଇଣ୍ଡିଆ ବିଚ୍ ଗେମ୍ରେ ବହୁତ ଭଲ ପରଫର୍ମାନ୍ସ କରିଥିଲେ, କିଛି ଅସୁବିଧା ନାହିଁ। ବୁଝିହେଲା ପିଲାମାନେ। ତେଣୁକରି ତା ରିଲେଟେଡର ପ୍ରଶ୍ନକୁ ନିଶ୍ଚୟ ପଢ଼ନ୍ତୁ। ତା ପୂର୍ବରୁ ମୁଁ ରିବେଲିୟନ ବିଷୟରେ କହିଲି, ସେଇ ରିଲେଟେଡ ପ୍ରଶ୍ନକୁ ମଧ୍ୟ ନିଶ୍ଚୟ ପଢ଼ିକି ଯାଆନ୍ତୁ, କିଛି ଅସୁବିଧା ହେବ ନାହିଁ। ଆପଣମାନଙ୍କର ଆଗାମୀ ଏକ୍ଜାମରେ ମଧ୍ୟ କାମରେ ଆସିବ। ଆଉ ଆର୍ଆଇର ମେନ୍ରେ ମଧ୍ୟ ଏଇ ଟାଇପ୍ର ବା ୟା ରିଲେଟେଡ ମଧ୍ୟ ପ୍ରଶ୍ନ ଆସିବ। ତେଣୁକରି ସେଥିରେ ମଧ୍ୟ ଆପଣମାନଙ୍କର କାମରେ ଆସିବ ଏଇ ପ୍ରଶ୍ନ। ଓକେ, ଦେନ୍ ଆମେ ଦେଖିବା ନମ୍ବର 7 ହ୍ୱାଟ ଇଜ୍ ଦ ପ୍ରୋଜେକ୍ଟେଡ୍ ଜିଡିପି ଗ୍ରୋଥ ରେଟ୍ ଫର୍ ଇଣ୍ଡିଆ ଇନ୍ ଫିସ୍କାଲ ଇୟର 2026 ଆକର୍ଡିଂ ଟୁ କ୍ରିସିଲ୍। ମନେ ରଖିବେ ପିଲାମାନେ ଫିସ୍କାଲ ଇୟର 2026 ପାଇଁ ଆପଣମାନଙ୍କର ଜିଡିପି ଗ୍ରୋଥ କେତେ ରହିବ ବୋଲିକିରି କ୍ରିସିଲ୍ କହିଛି। କ୍ରିସିଲ୍ କ'ଣ ଦେଖନ୍ତୁ, କ୍ରିସିଲ୍ ଗୋଟେ ଆପଣମାନଙ୍କର ଇଣ୍ଡିଆନ୍ ଆନାଲିଟିକାଲ କମ୍ପାନୀ, ଯେଉଁ କମ୍ପାନୀ କି ଇଣ୍ଡିଆର ଜିଡିପି ରେଟ୍, ତା ସହିତ ଇକୋନୋମିକର ଆଉ କୌଣସି ରେଟ୍, ତା ସହିତ ଅନ୍ୟାନ୍ୟ ଆନାଲିଟିକାଲ କନସେପ୍ଟକୁ ଆମ ଇଣ୍ଡିଆର ସେ ପ୍ରୋଭାଇଡ଼ କରିଥାଏ। ସେ ଆମ ଇଣ୍ଡିଆର କ'ଣ କହିଛି ନା ଜିଡିପି ଗ୍ରୋଥ ରେଟ୍ କେତେ ହେବ 2026 ଫିସ୍କାଲ ଇୟରରେ ଆପଣମାନଙ୍କୁ କହିଛି। ଆଉ ସେଇ ପ୍ରଶ୍ନଟି ଆପଣମାନଙ୍କୁ ପରୀକ୍ଷାରେ ପଚାରିଥିଲା। ତେଣୁକରି ୟାର ସଠିକ ଉତ୍ତର ହେଇଯିବ 6.5%। ମାନେ 2026 ଫିସ୍କାଲ ଇୟରରେ ଆମର 6.5% ଜିଡିପି ଗ୍ରୋଥ ରେଟ୍ ହେବ ବୋଲିକିରି କ୍ରିସିଲ୍ କମ୍ପାନୀଟିଏ କହିଛି। ଆଉ ମନେ ରଖନ୍ତୁ କ୍ରିସିଲ୍ କମ୍ପାନୀ ବିଷୟରେ ଆପଣମାନଙ୍କୁ ଜାଣିବା ଦରକାର, ଆଗାମୀ ସିଫ୍ଟରେ ବହୁତ କାମରେ ଆସିବ। କ୍ରିସିଲ୍ କମ୍ପାନୀ ଇଏ ଗୋଟେ ଇଣ୍ଡିଆନ୍ କମ୍ପାନୀ, ଯେଉଁ କମ୍ପାନୀର ହେଡକ୍ୱାର୍ଟର ମୁମ୍ବାଇରେ ରହିଛି। ଆଉ ଏହାର ସିଇଓ ଏବଂ ଏମ୍ଡି ଅଛନ୍ତି ଅମିଶ ମେହତା, ହେଉଛନ୍ତି ଏହାର ଏମ୍ଡି ଆଣ୍ଡ ସିଇଓ। ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ଏଇ ଅମିଶ ମେହତା ହିଁ କ'ଣ କରିଥିଲେ ନା ୟାକୁ ଆନାଉନ୍ସ କରିଥିଲେ, ଏଇଟା ମଧ୍ୟ ପଚାରିପାରେ।
ବୁଝିହେଲା। ତେଣୁକରି ଆପଣମାନଙ୍କର ଇକୋନୋମିକ୍ ଏବଂ ଗ୍ରୋଥ ରେଟ୍ ତା ସହିତ ଅନ୍ୟାନ୍ୟ କିଛି ପରସେଣ୍ଟେଜର ରେଟ୍କୁ ମଧ୍ୟ এই ক্রিসিল কোম্পানিটিଏ লঞ্চ କରିଥାଏ। ମନେ ରଖିବେ, ବହୁତ ଇମ୍ପୋର୍ଟାଣ୍ଟ। ଓକେ, ଦେନ୍ ଆମେ ଦେଖିବା ନମ୍ବର 8 କୁ। ନମ୍ବର 8 କ'ଣ କହୁଛି ନା ଜୀବନ ସମ୍ପର୍କ, ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ଜୀବନ ସମ୍ପର୍କ ୟା ରିଲେଟେଡ୍ର ପ୍ରଶ୍ନ ନିଶ୍ଚୟ ଆସିବ। ଦେଖନ୍ତୁ, ଜୀବନ ସମ୍ପର୍କ ପ୍ରୋଜେକ୍ଟ ଇଜ୍ ରିଲେଟେଡ୍ ଟୁ ହ୍ୱିଚ୍ ଗ୍ରୁପ୍ ଇନ୍ ଓଡ଼ିଶା। ଦେଖନ୍ତୁ, ଜୀବନ ସମ୍ପର୍କ ଗୋଟେ ପ୍ରୋଜେକ୍ଟ ଲଞ୍ଚ ହେଇଥିଲା ଯୋଉଟାକି ଓଡ଼ିଶାର କେଉଁ ଗ୍ରୁପ୍ ଉପରେ ରିଲେଟେଡ୍ ବୋଲିକି ପଚାରିଛି। ତେଣୁକରି ଏହାର ସଠିକ୍ ଉତ୍ତର ହେଇଯିବ PVTG। ମନେ ରଖିବେ ପିଲାମାନେ, ଆମର ପାର୍ଟିକୁଲାର ଭଲନେରେବୁଲ୍ ଟ୍ରାଇବାଲ୍ ଗ୍ରୁପ୍ସ ଯେଉଁ ରହିଛି ଓଡ଼ିଶାର, ତାଙ୍କ ପାଇଁ ଏଇ ଜୀବନ ସମ୍ପର୍କ ପ୍ରୋଜେକ୍ଟଟି ଆସିଥିଲା। ଏହି ପ୍ରୋଜେକ୍ଟଟିକୁ ଲଞ୍ଚ କରିଥିଲେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 27 ଜାନୁଆରୀ 2019 ମସିହାରେ। ଆଉ କ'ଣ ପଚାରିପାରିବ ଜୀବନ ସମ୍ପର୍କ ବିଷୟରେ ମୁଁ ଡିଟେଲ କହୁଛି। ଦେଖନ୍ତୁ, ଆଉ ଏହି ପ୍ରୋଜେକ୍ଟଟି ଆପଣମାନଙ୍କର ୟୁନିସେଫ୍ ସହିତ ଆସୋସିଏଟ୍ ରହିଛି, ମାନେ ତା ସହିତ ଜଡ଼ିତ ହୋଇକରି ଆମ ଓଡ଼ିଶାରେ ଏହି ପ୍ରୋଜେକ୍ଟକୁ ଲଞ୍ଚ କରାଯାଇଥିଲା। କେଉଁ ସଂସ୍ଥା ପଚାରିପାରିବ, ତେଣୁକରି ଏହାର ସଠିକ୍ ଉତ୍ତର ହେଇଯିବ ୟୁନିସେଫ୍। ୟୁନିସେଫ୍ର ପୁରା ନାଁ ହେଉଛି ୟୁନାଇଟେଡ୍ ନେସନ୍ସ ଇଣ୍ଟରନ୍ୟାସନାଲ ଚିଲଡ୍ରେନ୍ ଏମର୍ଜେନ୍ସି ଫଣ୍ଡ। ଏ ସଂସ୍ଥା ଦ୍ୱାରା ହେଇଥିଲା। ଯଦି ପଚାରେ ପାର୍ଟିକୁଲାର କେଉଁ ଉପରେ এই ସ୍କିମ୍ଟି ଆସିଥିଲା, ତାହେଲେ ଏହାର ସଠିକ୍ ଉତ୍ତର ହେଇଯିବ ଓମେନ୍ ଆଣ୍ଡ ଚାଇଲ୍ଡ ୱେଲଫେୟାର ପାଇଁ ଏହି ସ୍କିମ୍ଟିଏ ବା ଏହି ପ୍ରୋଜେକ୍ଟଟିଏ ଆସିଥିଲା। ବୁଝିହେଲା। ଆଉ ଏହି ପ୍ରୋଜେକ୍ଟର ମୁଖ୍ୟ 3ଟି କଣ୍ଟେକ୍ସଟ ରହିଥିଲା। ସେହି 3ଟି କଣ୍ଟେକ୍ସଟ ହେଉଛି ସ୍କିଲ୍ ଡେଭଲପମେଣ୍ଟ, ଏମ୍ପାୱାରମେଣ୍ଟ ଆଉ କୋଅପରେସନ୍ ଆଣ୍ଡ ଇନୋଭେସନ୍। କାହାର ନା PVTG କ୍ୟାଟେଗୋରୀର ଓମେନ୍ ଆଣ୍ଡ ଚାଇଲ୍ଡ ମାନଙ୍କର। ବୁଝିହେଲା। ତାମାନେ ତାଙ୍କର ସ୍କିଲ୍କୁ ଡେଭଲପ୍ କରାଯିବ, ତାଙ୍କୁ ଏମ୍ପାୱାର କରାଯିବ, ତାଙ୍କର କୋଅପରେସନ୍ କରାଯିବ, ଆଉ ତାଙ୍କର ଇନୋଭେସନ୍ କିଛି କିଛି ସେମାନେ ବାହାର କରିବେ। ତା ବିଷୟରେ ମଧ୍ୟ ଏହି ଜୀବନ ସମ୍ପର୍କ ପ୍ରୋଜେକ୍ଟଟିଏ ଆସିଥିଲା, ଯୋଉଟାକି ଆମର ପ୍ରିୟ ନବୀନ ପଟ୍ଟନାୟକ 27 ଜାନୁଆରୀ 2019 ମସିହାରେ ଲଞ୍ଚ କରିଥିଲେ। ବୁଝିହେଲା। PVTG ବିଷୟରେ ନିଶ୍ଚୟ ପଢ଼ିକି ଯିବେ। ଆମର ଯେଉଁ ଅତିରୁ ଅତି ନିମ୍ନ ସ୍ତରର ଜୀବନଯାପନ ବିତାଉଥିବା ଜନଜାତିମାନେ, ସେମାନେ ହେଉଛନ୍ତି ଆମର PVTG। ତାଙ୍କ ବିଷୟରେ ନିଶ୍ଚୟ ପଢ଼ିକି ଯିବେ, ବା ଜୀବନ ସମ୍ପର୍କ ବିଷୟରେ ଆଉ ଅଧିକା ଇନଫର୍ମେସନ୍ ନେଇକି ଯିବେ। କିନ୍ତୁ ଏତିକି ଆପଣମାନଙ୍କର ଏକ୍ଜାମ୍ ପ୍ରସ୍ପେକ୍ଟସ୍ ଭିଉରୁ ସଫିସିଏଣ୍ଟ। ତଥାପି ଆପଣମାନେ ଅଧିକା ନିଶ୍ଚୟ ଜାଣିକି ଯିବେ। ବୁଝିହେଲା, କିଛି ଅସୁବିଧା ହେବ ନାହିଁ। ଇଏ ଥିଲା ଆପଣମାନଙ୍କର GK ସେକ୍ସନ୍। ଯେଉଁମାନଙ୍କର ସିଫ୍ଟ ସରିଯାଉଛି ସେମାନେ କ୍ୱେଶ୍ଚନ୍ସକୁ ନିଶ୍ଚୟ ସେୟାର କରନ୍ତୁ। ଡେସ୍କ୍ରିପସନ୍ ବକ୍ସରେ ଆମର ଅଫିସିଆଲ ଟେଲିଗ୍ରାମ ଚ୍ୟାନେଲ ADS ନଲେଜ ପଏଣ୍ଟ ରହିଛି। ସେଥିରେ ଆପଣମାନେ ଜଏନ୍ କରିକରି ୟାର PDF ପାଇଯିବେ। ତା ସହିତ DK ସାର୍ ଓଡ଼ିଶା ଆମର ଟେଲିଗ୍ରାମ ଗ୍ରୁପ୍, ସେଥିରେ ଜଏନ୍ କରି ଆମକୁ କ୍ୱେଶ୍ଚନ୍, ତା ସହିତ ଆପଣମାନଙ୍କର ମତାମତ ଏବଂ ଏକ୍ଜାମ୍ ରିଲେଟେଡ୍ ଯେଉଁ କ୍ୱେଶ୍ଚନ୍ସ ଡାଉଟ୍ ଥିବ ତାକୁ ମଧ୍ୟ ସେୟାର କରିପାରିବେ। କିଛି ଅସୁବିଧା ହେବ ନାହିଁ। ଓକେ, ବୁଝିପାରିଲେ ପିଲାମାନେ? ଚାଲନ୍ତୁ ବର୍ତ୍ତମାନ ଆମେ ଦେଖିବା ଓଡ଼ିଆ ସେକ୍ସନକୁ। ଓଡ଼ିଆରେ ଆପଣମାନଙ୍କର ରୂଢ଼ି ବହୁତ ଇମ୍ପୋର୍ଟାଣ୍ଟ ରହୁଛି, ଅନୁଚ୍ଛେଦ ଇମ୍ପୋର୍ଟାଣ୍ଟ ରହୁଛି। କ'ଣ ଆସିଥିଲା ଦେଖନ୍ତୁ ନା କପାଳ ପଡ଼ିବା। କପାଳ ପଡ଼ିବା ମାନେ ହେଉଛି ଦୁର୍ଦ୍ଦଶାଗ୍ରସ୍ତ ହେବା। ବହୁତ ଇମ୍ପୋର୍ଟାଣ୍ଟ। ଓଡ଼ିଆରେ ରୂଢ଼ି ପଡ଼ୁଛି, ଇଂଲିଶରେ ମଧ୍ୟ ଆପଣମାନଙ୍କର ଇଡ଼ିୟମ୍ ଫ୍ରେଜ୍ ମାନେ ରୂଢ଼ି ଆସୁଛି ହେଲା। ଦେନ୍ ଓଡ଼ିଆରେ ଆପଣମାନଙ୍କର ଅନୁଚ୍ଛେଦ ଆସିଥିଲା। ଅନୁଚ୍ଛେଦଟି ଆପଣମାନଙ୍କର ଜଳ ସଂରକ୍ଷଣ ସମ୍ପର୍କିତ ଥିଲା। ଆଉ କିଛି ପିଲା କହୁଥିଲେ ବିଜ୍ଞାନ ସମ୍ପର୍କିତ ପେସେଜ ମଧ୍ୟ ଆସିଥିଲା। ତେଣୁକରି ପେସେଜ ଆପଣମାନଙ୍କର ବହୁତ ଇମ୍ପୋର୍ଟାଣ୍ଟ ରହିବ। ଟିକେ ଲେନ୍ଦି ରହୁଛି ପେସେଜ। ଆଉ ପେସେଜରେ ଆପଣମାନଙ୍କର ଓଡ଼ିଆରେ 5ଟି ପ୍ରଶ୍ନ ପିଲାମାନେ ପଚାରୁଛି। ତେଣୁକରି ପେସେଜକୁ ଓଡ଼ିଆର ପ୍ରାକ୍ଟିସ୍ କରିକି ଯାଆନ୍ତୁ, ବହୁତ ୱେଟେଜ୍ ରହୁଛି। ଆଉ ପେସେଜରେ ଆପଣମାନଙ୍କର ମୂଳ ସାରାଂଶ କ'ଣ ହେଇଯିବ, ଏହାର ଶେଷ କଥା କ'ଣ ହେଇଯିବ, ଆଉ ଏଇ ପେସେଜର ହେଡ଼ିଂ କ'ଣ ରହିବ। ଏହି ପେସେଜରେ ମଧ୍ୟ ଆପଣମାନଙ୍କର ବିପରୀତ ଶବ୍ଦ, ପ୍ରତିଶବ୍ଦ, ଏକ ପଦରେ ପ୍ରକାଶ କର, ଏହି କ୍ୱେଶ୍ଚନ୍ ସବୁ ପେସେଜ ମଧ୍ୟରେ ମଧ୍ୟ ପଚାରୁଛି। ବୁଝିହେଲା। ତେଣୁକରି ପେସେଜ ବହୁତ ଇମ୍ପୋର୍ଟାଣ୍ଟ ହେଇଯିବ। ଦେନ୍ ଆପଣମାନଙ୍କର ଏକ ପଦରେ ପ୍ରକାଶ କର ଆସୁଛି। କ'ଣ ଆସିଥିଲା ଦେଖନ୍ତୁ ନା ଯେ ଗତିଶୀଳ ଅଟେ ତାକୁ କ'ଣ କୁହାଯାଏ ନା ଜଙ୍ଗମ କୁହନ୍ତି। ମନେ ରଖିବେ। ସେହିପରିକା ଆପଣମାନଙ୍କର ଇଂଲିଶ ଟୁ ଓଡ଼ିଆ, ଓଡ଼ିଆ ଟୁ ଇଂଲିଶ ଅନୁବାଦ ମାନେ ଟ୍ରାନ୍ସଲେସନ୍, ସେହିସବୁ ପ୍ରଶ୍ନ ଆପଣମାନଙ୍କର ପ୍ରତ୍ୟେକ ସିଫ୍ଟରେ 4ଟି ପ୍ରଶ୍ନ ଆସୁଛି। ସେପରିକା ପ୍ରତିଶବ୍ଦ ଆପଣମାନଙ୍କର କନ୍ୟାର କ'ଣ ହେଇଯିବ, ତନୟା, ସୂତା, ଏଗୁଡ଼ା ହେଉଛି ବହୁତ ଇମ୍ପୋର୍ଟାଣ୍ଟ। ଦେନ୍ ଆପଣମାନଙ୍କର ଇଂଲିଶର ମଧ୍ୟ ଆଣ୍ଟୋନିମ୍ସ, ସିନୋନିମ୍ସ ପ୍ରତ୍ୟେକ ସିଫ୍ଟରେ ଆସୁଛି। ସିଙ୍ଗଲ ୱାର୍ଡ଼ ପ୍ରତ୍ୟେକ ସିଫ୍ଟରେ ଆସୁଛି। ଦେଖନ୍ତୁ ଆଇସୋଲେଟ୍ର ଆଣ୍ଟୋନିମ୍ସ ପଚାରିଥିଲା ଆପଣମାନଙ୍କର କ'ଣ ହେଇଯିବ ନା କନେକ୍ଟ ହେଇଯିବ, ଇଣ୍ଟିଗ୍ରେଟ୍ ହେଇଯିବ। ବୁଝିପାରିଲେ ପିଲାମାନେ? ଠିକ୍ ସେମିତିକା ଇଂଲିଶରେ ଆପଣମାନଙ୍କର ସ୍ପେଲିଂ ପଚାରୁଛି, କରେକ୍ଟ ସେଣ୍ଟେନ୍ସ ପଚାରୁଛି। ସ୍ପେଲିଂରେ ଆପଣମାନଙ୍କର ପଚାରିଥିଲା କମର୍ସ, ପଚାରିଥିଲା COMMERCE, କମର୍ସ। ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ତେଣୁକରି ଇଂଲିଶର ୱାର୍ଡ଼ ଆଉ ଇଂଲିଶର ସେଣ୍ଟେନ୍ସକୁ କେମିତିକା କରେକ୍ଟ କରାଯିବ ତା ରିଲେଟେଡ୍ର ପ୍ରଶ୍ନକୁ ନିଶ୍ଚୟ ପଢ଼ିକି ଯାଆନ୍ତୁ। ଦେନ୍ ଆପଣମାନଙ୍କର ପ୍ରଭାର୍ବର ଗୋଟେ ପ୍ରଶ୍ନ ଆସିଥିଲା ପିଲାମାନେ, ବହୁତ ଇମ୍ପୋର୍ଟାଣ୍ଟ। ଏ କେଟ୍ ହେଜ୍ ଡ୍ୟାସ୍ ପଚାରିଥିଲା। ଅପସନରେ ଆପଣମାନଙ୍କର ଦେଇଥିଲା 9 ଲିଭ୍ସ।
मन रखिए यार सठिक उत्तर हो ए कैट हैज 9 लीव्स। ओके ये आपण प्रभाव रिलेटेड प्रश्न ये टाइप आसूची जानी रखु। देन आमे देखिबा मैथमेटिक्स सेक्शन को। मैथमेटिक्स रे आपण मानकर पाइप प्रॉब्लम आसुची पिला माने सीआईएसआई प्रॉब्लम आसुची मेंसुरेशन प्रत्येक शिफ्ट आसुची ट्रिगोनोमेट्री रो प्रश्न आसुची पिला माने टाइम एंड वर्क रो आसुची ट्रेन प्रॉब्लम आसुची परसेंटेज रो प्रॉब्लम आसुची प्रॉफिट लॉस रो प्रॉब्लम सब आसुची तेणुक यही सब प्रश्न को निश्चय पढ़ी जातु। ओके देन आपर रिजनिंग रे ब्लड रिलेशन प्रत्येक शिफ्ट पिला माने दुईटी प्रश्न आसुची। देन आपर सिलोगिज्म रो प्रश्न आसुची प्रत्येक शिफ्ट रे गोटे दुईटी आसुची। डायरेक्शन रो प्रश्न टिके लेंथी रहउची पिला माने कहउचंती तथापि आपण माने प्रैक्टिस करिक जानतु प्रत्येक शिफ्ट रे गोटे दुईटी आसुची। कोडिंग डिकोडिंग रो प्रश्न मध्य आसुची ता सहित आपण मानकर सीरीज रो प्रश्न सीरीज माने आपण मानकर को शिफ्ट रे नंबर सीरीज दउची को शिफ्ट रे अल्फाबेट सीरीज दउची आउ केते केते को शिफ्ट रे दीटी जाको दउची तनु करी सीरीज गुडा को निश्चय प्रैक्टिस करंतु। आउ सिटिंग अरेंजमेंट प्रत्येक शिफ्ट रे चारोटी प्रश्न आसुची पिला माने जोडा कि आपण मानकर टाइम टेकिंग रहउची ता सहित आपण मानकर साइन इंटरचेंज ता माने प्लस माइनस मल्टीप्लाई डिवीजन एगुडा को इंटरचेंज करके आपण मानको ऑप्शन रे दउची से रिलेटेड रो रीजनिंग क्वेश्चंस को आपण निश्चय पढंतु किछि असुविधा हबो नै प्रत्येक दिन एनालिसिस देखंतु एग्जाम निश्चय क्वालिफाई हिजबे किछि असुविधा हबो नै बुझियाला पिला माने प्रत्येक दिन एनालिसिस देखिया पई हेले चैनल टी को सब्सक्राइब करिवा सहित बेल आइकन रो ऑल नोटिफिकेशन ऑन कर देबे बुझियाला काहे कि ना मु वीडियो छाडू छाडू आपण मानक मोबाइल को नोटिफिकेशन टे चली जीवो शीघ्र वीडियो को देखिबे प्रैक्टिस करिवे नोट करिवे आ एग्जाम को आपण मानकर हाथ मुठारे रखिवे बुझि पाइले पिला माने वीडियो को निज निज सांग मानक निकट को निश्चय शेयर करिवे लाइक करिवे आ मतामत देवा को जमा भूलिबेनी। धन्यवाद।